ନିଜ ଆଖିରେ ନ ଦେଖିଲେ ବିଶ୍ୱାସ ଯିବନି କି ଆଜି ସକାଳେ ଶୋଇକି ଉଠିଲା ପରେ ହେଇଥିଲା ମୋର କି ଅବସ୍ଥା। ଏଇ ଦାନ୍ତ ବିନ୍ଧା ପାଇଁ ଏବେ 3-4 ଦିନ ହେବି ମୁଁ ଭାରି ହୀନସ୍ତା ଲାଗୁଛି। ଏଇ ଦାନ୍ତ ବିନ୍ଧା ବୋଧେ ମୋର ଅଭ୍ୟାସରେ ପରିଣତ ହେଇଗଲାଣି। ସେଇଥିପାଇଁ ତ ଏତେ କଷ୍ଟ ଭିତରେ ଥାଇକି ବି ସକାଳୁ ଗାଧୁଆ କାମଟା ମୋର ସରିଗଲାଣି। ସକାଳେ ଖାଇବି ବୋଲି କାଲି ରାତିରୁ ମୋ ପାଇଁ ଶାଗୁ ବତୁରେଇଥିଲି, ସେଥିରେ କିଛି ଫଳ ମିଶେଇ ତାକୁ ବ୍ରେକଫାଷ୍ଟ କଲି। ଉପରେ ସିନା ହସି ଦଉଛି ହେଲେ ଭିତରେ ଭାରି କଷ୍ଟ ହଉଛି। ଖାଦ୍ୟ ଖାଇବା ପାଇଁ ପାଟି ତ ଖୋଲୁନି, ଯାହା ବି ଖାଉଛି ତାକୁ ଶୋଷିକି ନଉଛି। ଆଜି ରୋଷେଇ କାମରେ ଜମା ବି ଲାଗୁନଥିଲା ମନ, ତଥାପି ଖୁସି ଖୁସି ପ୍ରସ୍ତୁତ କରିଥିଲି ବ୍ୟଞ୍ଜନ। ଆଜି ଲଞ୍ଚରେ ଖିଆ ହେଇଥିଲା ଭାତ, ଡାଲମା, ବାଇଗଣ ଭଜା, ଗୋଟେ ମିକ୍ସ ଭଜା। ମତେ ତ ଖାଇବାରେ କଷ୍ଟ ହଉଛି, ହେଲେ ମୋ ଖାଇବା ଷ୍ଟାଇଲ ଦେଖିଥିଲେ ଆସିଥାନ୍ତା ଆପଣମାନଙ୍କୁ ବହୁତ ମଜା। ସନ୍ଧ୍ୟାବେଳେ ଖାଇଥିଲି ଗୋଟେ ପୋଡା କନ୍ଦମୂଳ, ତାପରେ ଗୋଟେ ଫଳ। ଆଦି ବାବାଙ୍କୁ ଏବେ ଗେହ୍ଲା କରିବାକୁ ମତେ ଭାରି ଡର ଲାଗୁଛି, କାହିଁକି ନା ଗେହ୍ଲା ହବା ବାହାନାରେ ଯେତେବେଳେ ଗାଲରେ ହାତ ବଜେଇ ଦଉଛନ୍ତି ସତେ ଯେମିତି ପ୍ରାଣ ବାୟୁ ମୋର ଉଡିଗଲା ପରି ଲାଗୁଛି। ଦାନ୍ତ ବିନ୍ଧା ହଉଛି ବୋଲି ଖାଇବାରେ ମୋର ଜମା ନାହିଁ ବ୍ରେକ୍। ପାଟିକୁ ନରମ ଲାଗିବ ବୋଲି ସ୍ୱାମୀ ନେଇ ଆସିଛନ୍ତି ମୋ ପାଇଁ କେକ୍। ମେଡିସିନ ନା ଶୁଣିଲେ ଯାହାକୁ ଥିଲା ପ୍ରାଣ ଭୟ, ତାକୁ ଜୀବନ ବିକଳରେ ଗିଳିବାକୁ ପଡୁଛି ଆଉ କିଛି ନ ପାଇ ଉପାୟ।